ନିଜ ଜୀବନର ସର୍ବସ୍ୱ କରିଛନ୍ତି। ଯିଏ ସେ ଗୁରୁଜୀଙ୍କ ଦିବ୍ୟ ଭାବକୁ ସାକାର ରୂପ ଦେବାରେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରି ଆସିଛନ୍ତି। ସେହି ପୂଜ୍ୟ ଆଚାର୍ଯ୍ୟ ଶେଷଦେବ ବେହେରାଙ୍କୁ ଅନୁରୋଧ କରୁଛୁ, ସେ ଶିକ୍ଷା ଓ ସାଧନା ପାଇଁ ସାଧକର ସଂକଳ୍ପ, ତ୍ୟାଗ ଓ ନିଷ୍ଠା ସମ୍ବନ୍ଧରେ যোগ বিজ্ঞান প্রযুক্তি বিদ্যা প্রশিক্ষণ প্রতিষ্ঠান তার বার্ষিক উৎসব মধ্য এই অবসরের পালন করুছি। সর্বপ্রথমে গুরুজি ও গুরুমাଙ୍କୁ ভূমিষ্ঠ প্রণাম জଣାଇ ଆଜିକାର ଏହି ବକ୍ତବ୍ୟକୁ ଆରମ୍ଭ କରିବାକୁ ଯାଉଛି। ମଣିଷର ବିକାଶରେ ସଭ୍ୟତାର ବିକାଶ ଏବଂ ମଣିଷର ଆଦର୍ଶରେ ସଭ୍ୟତାର ଆଦର୍ଶ ରହେ। ଆଜି ଭାରତୀୟ ସଭ୍ୟତା ତାର ଆଦର୍ଶକୁ ରଖିଛି ତାର ଆତ୍ମପୁରୁଷ ମାନଙ୍କର ଜୀବନର ଆଦର୍ଶକୁ ନେଇ, ଏବଂ ପୃଥିବୀର ଅନ୍ୟ ସଭ୍ୟତା ମାନେ ପ୍ରତିଷ୍ଠିତ ହୋଇଛନ୍ତି ତାଙ୍କ ଭୌତିକ ଜୀବନର ବିକାଶ କ୍ରମକୁ ନେଇ। ମାନବ ଜୀବନର ବିକାଶ କ୍ରମ ସେତେବେଳେ ଆସେ ଯେତେବେଳେ ଏକ ମହତ୍ ଶିକ୍ଷା ମାନବ ଜୀବନକୁ ଆକର୍ଷଣ କରେ। ଯେଉଁ ମହାନ ଶିକ୍ଷା ମାନବ ଜୀବନର ବିକାଶ କ୍ରମରେ ମାନବ ଜୀବନକୁ ବିକଶିତ କରେ ଏବଂ ସେହି ବିକାଶ ପର୍ଯ୍ୟାୟ କ୍ରମେ ମାନବ ଜୀବନ ଉନ୍ନତରୁ ଉନ୍ନତ କ୍ରମରେ ବିକଶିତ ହୋଇ ପରିଶେଷରେ ଶିକ୍ଷାର ସମ୍ପୂର୍ଣ୍ଣତାକୁ ଉପଲବ୍ଧି କରେ। ଆଜି ମୁଁ ଯେଉଁ ଶିକ୍ଷାର କଥା କହିବାକୁ ଯାଉଛି, ଶିକ୍ଷା ଓ ମାନବ ଜୀବନ ଯେଉଁ ପରିପୂରକ ବ୍ୟବସ୍ଥା ଭିତରେ ଅଛି। ଶିକ୍ଷା କହିଲେ କିଛି ପଢିବା ଜାଣିବା ନୁହେଁ। ଶିକ୍ଷା କହିଲେ ମାନବ ଜୀବନକୁ ଉନ୍ନତ କ୍ରମରେ ପ୍ରତିଷ୍ଠିତ କରିବା, ଜୀବନକୁ ମହତ୍ କ୍ରମରେ ଉପନୀତ କରିବା ଶିକ୍ଷା। ଶିକ୍ଷାରେ ଯେଉଁ ଜ୍ଞାନ ମିଳେ, ଯେଉଁ ଜ୍ଞାନ ମଣିଷ ଜୀବନକୁ ମହତ୍ତର ଭାବରେ ନିର୍ମାଣ କରେ, ତାକୁ ଶିକ୍ଷା କୁହାଯାଏ। ମୋ ପୃଥିବୀକୁ ଲୋଭ ଲାଗିଲେ ବାସ୍ତବରେ କେତେ ଜଣ ଶୁଦ୍ଧ